ଦେବସ୍ରାତ ଖୁଣ୍ଟିଆର ବାପା। ମୋର ପୁଅ ଛୋଟ ଦିନୁ ସେ ଜଣେ ଡାକ୍ତର ହେବ ବୋଲି ଆମର ବି ଲକ୍ଷ୍ୟ ଥିଲା ଏବଂ ସେଟା ପୂରଣ ହେଇଛି। ବିନା ମୂଲ୍ୟରେ ମୋ ପୁଅ ଲୋକଙ୍କର ସେବା କରିବ ବୋଲି ମୁଁ ଆଶା କରୁଛି। ଚଳିତ ବର୍ଷ 2026 ମସିହାରେ ନିଟ୍ରେ କୃତକାର୍ଯ୍ୟ ହୋଇଛି। ସେଥିପାଇଁ ଆମ ଘର ଲୋକ ଏବଂ ମୁଁ ବହୁତ ଖୁସି ଅଛି। ଆମେ ଛୁଆ ଦିନୁ ଭାବିଥିଲୁ ସେ ଗୋଟେ ଭଲ ଡକ୍ଟରଟେ ହଉ, ଲୋକଙ୍କର ସେବା କରୁ। ଯେତେ ଗରିବ ଲୋକ ଅଛନ୍ତି ତାଙ୍କୁ କେମିତି କମ୍ ଦାମରେ ବା କମ୍ ଟଙ୍କାରେ ସିଏ ସମସ୍ତଙ୍କୁ ସେବା କରୁ। ଆଉ ଏତିକି କହିବି ଜୀବନରେ ବହୁତ ଭଲ ମଣିଷଟେ ହଉ। ଖୁସି ତ ନିହାତି ଭାବରେ ଅଛି, ଆଉ ଏହାର ଶ୍ରେୟ ମୁଁ ମୋର ବାପା ମା, ମୋର ଭଉଣୀ ଆଉ ମୋର ସମସ୍ତ ଘର ଲୋକମାନଙ୍କୁ ଦେବାକୁ ଚାହିଁବି। ଏବଂ ଏହା ପଛରେ ବହୁତ ବଡ଼ ହାତ ଅଛି ମୁଁ ମୋର ଗୁରୁଜନମାନଙ୍କର, ଯେଉଁଠି ମୁଁ ପୂର୍ବରୁ ପାଠ ପଢ଼ି ଆସିଛି। ମୁଁ ପ୍ରଥମତଃ ଶ୍ରୀ ଅରବିନ୍ଦରେ ପାଠ ପଢ଼ୁଥିଲି ଛୋଟବେଳୁ। ତାପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜନ୍ତାରିବୋଲରେ ପାଠ ପଢ଼ୁଥିଲି। ସେଠାକାର ସମସ୍ତ ଗୁରୁଜନଙ୍କ ପାଖରେ ମୁଁ ଚିରପ୍ରକୃତ ରହିବି। ତାପରେ ମୁଁ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱରରେ ପଢ଼ୁଥିଲି। ଆଉ ଶେଷରେ ମୁଁ ନିଟ୍ ପାଇଁ କୋଚିଂ ନେଉଥିଲି ପ୍ରୟାସ କ୍ଲାସେସ୍ ଯାଜପୁରରେ। ସେଠାକାର ଗୁରୁଜନମାନଙ୍କର ଏବଂ ସବୁ ଷ୍ଟାଫ୍ଙ୍କର ବହୁତ ବଡ଼ ହାତ ରହିଛି ଏହା ପଛରେ। ଭବିଷ୍ୟତରେ ତ ଏହା ଲକ୍ଷ୍ୟ ରହିଛି କି ଗୋଟେ ସଫଳ ଡାକ୍ତର ହେଇ ଲୋକମାନଙ୍କର ସେବା କରିବି ଏବଂ ନିଜର କିଛି ଗୋଟେ କ୍ଲିନିକ୍ କିମ୍ବା ହସ୍ପିଟାଲ ଖୋଲି ଲୋକମାନଙ୍କୁ କମ୍ ପଇସାରେ ଚିକିତ୍ସା କରିବାର ଅଛି ଆଶା। ପରିଶ୍ରମ ତ ନିହାତି ଭାବରେ ରହିଛି, ବିନା ପରିଶ୍ରମରେ କିଛି ହେଇପାରିବନି। ଦିନକୁ 10-12 ଘଣ୍ଟା ପରିଶ୍ରମ ହୁଏ।